ତ୍ରିନାଲି କହିବେ, ହେ ଭଗବାନ ମୋତେ ରକ୍ଷା କର। ମୋତେ ଯେମିତିକି ତେଜସ୍ ନ ପହଞ୍ଚିବା ଆଗରୁ ମୋତେ ସେଇ ଘରରେ ପହଞ୍ଚିବାକୁ ହେବ। ତାପରେ ଗୋଟିଏ ଲୋକ ବାଇକ୍ରେ ନେଇକରି ତ୍ରିନାଲିକୁ ଘର ପାଖରେ ଛାଡ଼ିଦେବେ। ତ୍ରିନାଲି କହିବେ, ତୁମେ ମୋରି ଘରକୁ ତୁମେ କାହିଁକି ଆସିଛ? ତୁମେ ମୋତେ ଆଶ୍ଚର୍ଯ୍ୟ ହୋଇକରି ତୁମେ ମୋତେ କାହିଁକି ଦେଖୁଛ? ତେଜସ୍ ମନେ ମନେ ଭାବିବ, ତାରା ଏବଂ ତ୍ରିନାଲି ଅଲଗା ଅଲଗା। ତ୍ରିନାଲି କହିବେ ତେଜସ୍କୁ, ତୁମେ କ'ଣ ଭୁଲିଗଲଣି ପୁରୁଣା କଥା? ମୁଁ ତୁମର ସାଥିରେ କୁଆଡ଼େ ଯିବାକୁ ବି ଚାହୁଁନାହିଁ। ଯିବା କଥା ତ ଛାଡ଼, ମୁଁ ତୁମର ମୁହଁ ବି ଦେଖିବାକୁ ଚାହୁଁନାହିଁ। ପ୍ଲିଜ୍ ଦୟାକରି ମୋ ଘରଠାରୁ ଚାଲିଯାଅ। ତାପରେ ଭବାନୀ ଦେବୀ କହିବେ କୃଷିକାକୁ, ସେଇଠିକୁ ଆମେ ଯିବା, ସେଠି ରଜ ପାଳିବା। ଭବାନୀ ଦେବୀ କହିବେ, ଆମେ ସେଇଠିକୁ ଯିବାନି, ଆମେ ସେଠିକି ଗଲେ ଇନସଲ୍ଟ କରିବ, ଆମେ ସେଇଠିକୁ ଯିବା ନାହିଁ। ତାପରେ ଭବାନୀ ଦେବୀ କହିବ, ଠିକ୍ ଅଛି, ତୁ ଯଦି ଜିଦି କରୁଅଛୁ ତାହେଲେ ଯିବା। ତ୍ରିନାଲି ତାର ପୁରୁଣା ସ୍କୁଟିରେ ଚାଲିଯିବ ଗୋଇନ୍ଦାପୁର ଗାଁକୁ। ଏପଟେ ତେଜସ୍ ତ୍ରିନାଲିକୁ ଘରେ ଖୋଜୁଥିବ, ହେଲେ ତେଜସ୍ ତ୍ରିନାଲିକୁ ପାଇବେ ନାହିଁ। ତ୍ରିନାଲି ଚୁଟିରେ ବାନ୍ଧିଥିବା ଲାଲ କପଡ଼ା ୱାସରୁମରେ ଥିବା, ସେଇଟାକୁ ଧରିକରି ତେଜସ୍ ଗୋଇନ୍ଦାପୁର ଗାଁକୁ ଚାଲିଯିବେ। ତ୍ରିନାଲି ଗୋଇନ୍ଦାପୁର ଗାଁକୁ ଯାଇକରି କହିବେ, ଥାଳିକୁ ବଜାଇ କହିବେ ଯେ ଆମେ ସମସ୍ତଙ୍କୁ ଆଜି ରଜ ମାନିବାକୁ ହେବ। କାହିଁକିନା ସାହୁ ପରିବାର ସମସ୍ତ ଲୋକମାନେ ଏଇଠିକି ଆସୁଛନ୍ତି। ତାପରେ ରୋହିନ୍ଦା ଗାଁ ଲୋକମାନେ କହିବେ, ଆମେ ତାର ଚର୍ଚ୍ଚା କରିମୁ। ତ୍ରିନାଲି କହିବେ, ଆଜି ତାର ଅସଲ ଚେହେରା ଦୁନିଆ ଆଗରେ ତାର ସାମ୍ନାକୁ ଆମେ ନେଇ ଆସିମୁ। ଆଜି ପର୍ଯ୍ୟନ୍ତ ଯାହାବି ରହସ୍ୟ ରହିଅଛି ସବୁ ପର୍ଦ୍ଦାଫାସ ହେବ। ଆପଣମାନେ ଖାଲି ମୋରି କଥାକୁ ମାନନ୍ତୁ ଆଉ ମୋର ଉପରେ ଟିକେ ଭରସା କରନ୍ତୁ। ଏବେ ଚାଲ ଆମେ ସମସ୍ତେ ରଜ ପାଳିବା। ଜଲ୍ଦି ସବୁ ବନ୍ଦୋବସ୍ତ କରିଯାଆନ୍ତୁ। ତେଜସ୍ କହିବେ, ତାରା ହିଁ ତ୍ରିନାଲି। ମୁଁ ଗୋଟିଏ କଥା ବୁଝିପାରୁନାହିଁ, ତ୍ରିନାଲି ଏମିତି କାହିଁକି କରୁଛନ୍ତି? ସେ ମୋରି ଆଗରୁ ନ ପହଞ୍ଚିବା ଆଗରୁ ସେ ଆଗରୁ ଏମିତି କାହିଁକି ପହଞ୍ଚିଲେ? ଏହାର ଜବାବ ଦେବାକୁ ପଡ଼ିବ ତ୍ରିନାଲି। ଜଣେ ଲୋକ ଆସି ଶମ୍ଭୁଙ୍କ ସ୍ତ୍ରୀଙ୍କ ଘରରେ ଆସି ତାଲା ମାରି ଚାଲିଯିବ। ଏପଟେ ତ୍ରିନାଲି ମହେନ୍ଦ୍ର ଏବଂ ଭବାନୀ ଦେବୀଙ୍କୁ ଫୁଲମାଳ ଦେଇ ସ୍ୱାଗତ କରୁଥିବେ। ଆଜିର ଭିଡ଼ିଓଟି କେମିତି ଲାଗିଲା ଆମକୁ ଲାଇକ୍, ସେୟାର ଓ କମେଣ୍ଟ କରି ନିହାତି ଜଣାଇବେ। ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ କମେଣ୍ଟ କରି ନିହାତି ଜଣାଇବେ।